ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର ଆଉ କେତେକ ଟିପ୍ସ। ଯାତ୍ରା ସମୟରେ ଆମେ ପଦାକୁ ଯାଉଥିଲେ ତା ପୂର୍ବରୁ ଘରେ ଆମେ କ'ଣ ସବୁ କଲେ ଆମର ଯାତ୍ରାର ଅଘଟଣ ଘଟେନି, ଯାତ୍ରା ସଫଳ ହୋଇଥାଏ। ଚାଲନ୍ତୁ ଜାଣିବା ସେ ବିଷୟରେ। ଯଦି ଦୁଆର ଖୋଲିବା ସମୟରେ ପ୍ରଥମେ ଡାହାଣ ପାଦ ଦେଲେ ଯାତ୍ରା ଶୁଭ ହୁଏ, ଏଭଳି ମାନ୍ୟତା ପୂର୍ବରୁ ଅଛି। ଏହା ପୁରୁଣା ଲୋକଙ୍କ ଅନୁଭବ ମଧ୍ୟ। ଯାତ୍ରା ପୂର୍ବରୁ ଦୁଆରେ ଦୀପ ଜଳାଇଲେ ନକାରାତ୍ମକ ଶକ୍ତି ଦୂର ରହିବା ସହିତ କାମ ସଫଳ ହୋଇଥାଏ। ଏଭଳି କଲେ ମନରେ ମଧ୍ୟ ସକାରାତ୍ମକ ଭାବନା ବଢ଼ିଥାଏ ଏବଂ ସଫଳ କାର୍ଯ୍ୟ ହୋଇଥାଏ। ଯାତ୍ରା ସମୟରେ ଯଦି ଆପଣ ଦେଖିଛନ୍ତି ଦୁଆର ମୁହଁରେ ଘରର ମେନ୍ ଡୋରରେ ତାଲା ସେ ତାଲା ଭାଙ୍ଗି ଯାଇଛି, ତାହେଲେ ଏ ଯାତ୍ରା କରିବା ଆପଣଙ୍କ ପାଇଁ ଭଲ ନୁହେଁ। ସେଇ ଟାଇମରେ ଯାତ୍ରାକୁ ସ୍ଥଗିତ କରିଦେବା ସବୁଠୁ ଭଲ ଏବଂ ବାରମ୍ବାର ଏଭଳି ଆସିଲେ ଯାତ୍ରାର ଅସୁବିଧା ହୋଇଥାଏ। ତେଣୁ ଯାତ୍ରା ସମୟଟା ବଦଳାଇ ଦେଇକି ଅଲଗା ଦିନ କରନ୍ତୁ। ଘରୁ ବାହାରକୁ ଯିବା ପୂର୍ବରୁ ଯଦି ଘରେ ବୃଦ୍ଧ ଲୋକ ଥିବେ ତାଙ୍କର ଆଶୀର୍ବାଦ ନେଲେ ଆପଣଙ୍କର ଯାତ୍ରା ସଫଳ ହୋଇଥାଏ। ଯେଉଁ କାମ ପାଇଁ ବି ବାହାରକୁ ଯାଉଛନ୍ତି ତାର ବି ସଫଳ ହୋଇଥାଏ। ତେଣୁ ଗୁରୁଜନଙ୍କର ଆଶୀର୍ବାଦ ଦେଇକି ବାହାରକୁ ଯାଆନ୍ତୁ, ଆପଣଙ୍କର କାର୍ଯ୍ୟ ସଫଳ ହେବ। ଯଦି ଦୁଆର ସାମ୍ନାରେ ପାଣି ଛିଟିଲେ ବା ଘରୁ ନେଗେଟିଭ ଶକ୍ତି ବାହାରିଯାଏ, ପାଣି ସବୁବେଳେ ସକାଳୁ ସକାଳୁ ଘର ଦୁଆର ମୁହଁରେ ଛିଞ୍ଚିବା ଆବଶ୍ୟକ ଏବଂ ଯାତ୍ରା ସମୟରେ ମନରେ ଏହା ମଧ୍ୟ ଶାନ୍ତି ଆସିଥାଏ। ଯୁଆଡ଼େ ବି ଆପଣ ବାହାରକୁ ଯାଆନ୍ତୁ ତାହେଲେ ଘରର ପରିଷ୍କାର ପରିଚ୍ଛନ୍ନ ଦେଖି ଦୁଆର ମୁହଁ ଆପଣଙ୍କ ମନରେ ସବୁବେଳେ ସକାରାତ୍ମକ ଶକ୍ତି ମଧ୍ୟ ବଢ଼ିଥାଏ। ଯାତ୍ରା ଦିନ ଦୁଆରେ ଲାଲ ଫୁଲ ବା ଆମ୍ବ ପତ୍ର ଲଗାଇଲେ ଶୁଭ ସଂକେତ ମିଳିଥାଏ। ଆମେ ଯୁଆଡ଼େ ବି ଦୂର ଯାତ୍ରାକୁ ଯାଆନ୍ତି ତାହେଲେ ଆପଣ ଘରର ଆଗେ କଳସଟିଏ ରଖି ତାଥିରେ ଲାଲ ଫୁଲ ଆମ୍ବ ପତ୍ର ରଖିଲେ ସବୁ କାର୍ଯ୍ୟ ସଫଳ ହୋଇଯାଇଥାଏ ଏବଂ ମନ ଶାନ୍ତି ବି ରହିଥାଏ। ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଥିଲେ ବାହାରୁଥିଲା ବେଳେ ଭଗବାନଙ୍କ ନାମ ନେବା ବହୁତ ଜରୁରୀ ହୋଇଥାଏ। ଏପ୍ରତି ଧ୍ୟାନ ଦେଲେ ଆପଣଙ୍କ ଦୂରଯାତ୍ରା ହେଉ ବା ଯେକୌଣସି କାର୍ଯ୍ୟରେ ଯାଉଛନ୍ତି ସବୁ ସଫଳ ହୋଇଥାଏ। ଯାତ୍ରାକୁ ଯିବା ସମୟରେ ଦୁଆର ଦେଖି ଫେରି ଆସିବା ଉଚିତ ନୁହେଁ। ଏଥିରେ କାମ ଅଟକି ଯାଇଥାଏ ବା ପଛକୁ ଅନେଇବା ଉଚିତ ନୁହେଁ। ଏସବୁ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଦେଖିବେ ଆପଣ ଯେକୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ବା ଯାତ୍ରା କରିବା ପାଇଁ ଦୂର ବାଟକୁ ଯାଉଛନ୍ତି, ଆପଣଙ୍କର କୌଣସି ଅସୁବିଧା ଅଘଟଣ ଘଟିବନି। ଦୁଆରେ ଝୁଲୁଥିବା ଘଣ୍ଟା ଯଦି ଭାଙ୍ଗି ଯାଇଥାଏ ବା ଏହା ଆପଣଙ୍କ ଯାତ୍ରାରେ ବିପଦ ଦେଇଥାଏ, ସେଥିପାଇଁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କର ଯାତ୍ରା ସଫଳ ହେବ। ଯଦି ଯାତ୍ରା କରୁଛନ୍ତି ତା ପୂର୍ବରୁ ଘରର ଦୁଆରକୁ ବନ୍ଦ କରନ୍ତୁ ଏବଂ ମନେ ମନେ ଭଲ କଥା ଭାବନ୍ତୁ ଏବଂ ଭଲ କଥା ଭାବିଲେ ଆପଣଙ୍କର ଶୁଭ ଫଳ ମିଳିଥାଏ ଏବଂ ଯାତ୍ରା ସଫଳ ହୋଇଥାଏ। ଦୁଆର ଉପରେ ମକଳା ଜାଲ ଥିଲେ ଯାତ୍ରା ସଫଳ ହୁଏନି, ସେଥିପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେଗୁଡ଼ାକ ସବୁ ସଫା କରନ୍ତୁ। ଯାତ୍ରା ଯିବା ପୂର୍ବରୁ ଦୁଆର ମୁହଁ ପରିଷ୍କାର ପରିଚ୍ଛନ୍ନ ହେଲେ ଆମର ମନର ସତ୍କର୍ମ ଏବଂ ପଜିଟିଭିଟି ମନକୁ ଆସେ, ତା ସହିତ ସବୁ ସଫଳ କାର୍ଯ୍ୟ ମଧ୍ୟ ହୋଇଥାଏ। ଯାତ୍ରାକୁ ବାହାରୁଥିଲା ବେଳେ କାନ୍ଦିବା ବା ଝଗଡ଼ା ଶୁଣିଲେ କିଛି ସମୟ ରହିଯାଆନ୍ତୁ, ତାପରେ ଯାଆନ୍ତୁ। ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀଙ୍କର ଚିହ୍ନ ରଖିଲେ ଯାତ୍ରାରେ ଧନ ଲାଭ ହୋଇଥାଏ। ସେଥିପାଇଁ ଲକ୍ଷ୍ମୀଙ୍କର ଚିତ୍ର ଘର ଦ୍ୱାର ମୁହଁରେ ରଖନ୍ତୁ ଏବଂ ସବୁବେଳେ ସଫଳ କାର୍ଯ୍ୟ ଆପଣଙ୍କର ହେବ। ଯାତ୍ରା ସମୟରେ ଦୁଆରୁ ବାହାରିବା ପୂର୍ବରୁ ପାଣି ପିଇଲେ ଶରୀର ମନ ସତେଜ ରହିଥାଏ। ସେଥିପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାଣି ପିଇକି ଯାଆନ୍ତୁ।
ଦୁଆର ସାମ୍ନାରେ ଅନ୍ଧାର ଥିଲେ ଯାତ୍ରା ଅଶୁଭ ମନାଯାଇଥାଏ। ଆଲୋକ ବ୍ୟବସ୍ଥା ରଖନ୍ତୁ। ସେଥିପାଇଁ ଯିବା ପୂର୍ବରୁ ସମୟରେ ଘରର ସବୁ ଲାଇଟ୍ ଜଳାନ୍ତୁ ଏବଂ ଘର ଦୁଆର ମୁହଁକୁ ପରିଷ୍କାର ପରିଚ୍ଛନ୍ନ କରିସାରିଲା ପରେ ଏହାର ଲାଇଟ୍ ବି ଅନ୍ କରନ୍ତୁ। ଯଦି ରାତିରେ କେଉଁଠିକି ଆପଣ ଯାଉଛନ୍ତି ତାହେଲେ ଅନ୍ଧାର କରିକି କେବେ ବି ଯାଆନ୍ତୁ ନାହିଁ, କାହିଁକି ନା ଅନ୍ଧାର ଦ୍ୱାରା ଆପଣଙ୍କର ମନର ଅଶାନ୍ତି ସହିତ ଯାତ୍ରା ଅସଫଳ ହୋଇଥାଏ। ଯେଉଁଠିକି ବା ଯାତ୍ରା ଯିବାର ଦିନ ଦୁଆରରେ କୌଣସି ଠକ୍ ଠକ୍ ଶବ୍ଦ ହେଲେ କିଛି ମୁହୂର୍ତ୍ତ ସେଠାରେ ରହିଯାଆନ୍ତୁ, ତାପରେ ବାହାରକୁ ଯିବା ଭଲ ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ଧଳା ରଙ୍ଗ ଥିଲେ ଯାତ୍ରା ଶାନ୍ତିପୂର୍ଣ୍ଣ ହୁଏ ବୋଲି ଲୋକମାନେ କହନ୍ତି। ସେଥିପାଇଁ ଘରର ଦ୍ୱାର ମୁହଁରେ ଚିତା, ଝୋଟି ବା ଏମିତି ଧଳା ରଙ୍ଗର କିଛି ଯଦି ଆମେ ଚିତ୍ର ବନେଇବା ତାହେଲେ ଏହାକୁ ଦେଖିକି ଯାତ୍ରା କଲେ ଆମର ଶୁଭ ହୋଇଥାଏ। ଯାତ୍ରା ପୂର୍ବରୁ ଦ୍ୱାର ପାଖରେ ଜୋତା ଓ ଚପଲ ଅସଜଡ଼ା କରିବା ଉଚିତ ନୁହେଁ। ଘର ଦ୍ୱାର ମୁହଁରେ କୌଣସି ଜୋତା, ଚପଲ ଅସଜଡ଼ା କରି ରଖିବା କଥା ନୁହେଁ। ସେଥିପାଇଁ ଏହା ପ୍ରତି ଦୃଷ୍ଟି ଦେଲେ ଆପଣଙ୍କର ସବୁ ଶୁଭ ହୋଇଥାଏ, ଯାତ୍ରା ମଧ୍ୟ ସଫଳ ହୋଇଥାଏ, କୌଣସି ଅସୁବିଧା ମଧ୍ୟ ହୋଇନଥାଏ। ଯଦି ଆପଣ କେଉଁଠିକି ଯାଉଛନ୍ତି ଦୁଆର ଖୋଲିବା ସମୟରେ ହସ ହସ ମୁହଁରେ ବାହାରିଲେ ଯାତ୍ରା ଭଲ ହୋଇଥାଏ। ସବୁବେଳେ ହସ ମୁହଁ ଆପଣଙ୍କ ସହିତ ଆପଣଙ୍କ ଆଖପାଖରେ ଯିଏ ବି ଥିବ ତାଙ୍କୁ ଭଲ ଲାଗିବ, ଆପଣଙ୍କ ପଜିଟିଭିଟି ବି ମଧ୍ୟ ଆସିବ। ଘର ଆଗରେ ଯଦି ଆପଣଙ୍କର ଯାତ୍ରା ଦିନ ଦୁଆର ଉପରେ କଳା ଦାଗ ଥିବ ତାକୁ ସଫା କରିଦିଅନ୍ତୁ। ଏହା ଯିବା ଶୁଭ ହୋଇଥାଏ। ସଫା କଲା ପରେ ଏସବୁ ଛୋଟ ଛୋଟ କଥା ସବୁ ବହୁତ କାମରେ ଆସିଥାଏ ଯେ ଆମେ ଜାଣିପାରିନଥାନ୍ତି। ସେଥିପାଇଁ ଏସବୁ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ସବୁ କାମ ସଫଳ ହୋଇଥାଏ। ଆପଣଙ୍କ ଘରର ମୁଖ୍ୟ ଦ୍ୱାରରେ ତୁଳସୀ ମାଳ ଲଗାଇଲେ ଯାତ୍ରା ଭଲ ହୋଇଥାଏ। ଘରର ଦ୍ୱାର ମୁହଁରେ ତୁଳସୀ ଗଛ ରହିଲେ ଘରେ ପଜିଟିଭିଟି ଆସିଥାଏ, ତା ସହିତ ମନର ଶାନ୍ତି ସହିତ ସବୁ କାମ ସଫଳ ହୋଇଥାଏ। ଘରର ଦ୍ୱାର ମୁହଁରେ ତୁଳସୀ ଗଛ ଲଗାନ୍ତୁ ଏବଂ ଘରର ଦୁଆର ମୁହଁରେ ଯେଉଁ ତୁଳସୀ ଚଉରା ଥାଏ ତାକୁ ନମସ୍କାର କରି ତାର ମାଟି ମଧ୍ୟ ମାଥାରେ ଲଗେଇକି ବାହାରକୁ ଗଲେ ସଫଳ ହୋଇଥାଏ। ପଦାକୁ ଯିବା ପୂର୍ବରୁ ସେହି ସମୟରେ ଦୁଆର ଭିତରୁ ଦେଖି ଶେଷ ଥର ପ୍ରଣାମ କରି ଗଲେ ଏହା ଶୁଭ ହୋଇଥାଏ। ଆପଣ ବାହାରକୁ ଯଦି ଯାଉଛନ୍ତି ଦୁଆର ଖୋଲିଲା ବେଳେ ଝାଡ଼ୁ ଆଡ଼ଉଥିବା ଦେଖିଲେ ଯାତ୍ରା ଅଟକି ଯାଇପାରେ। ସେଥିପାଇଁ ଝାଡ଼ୁ କଲାବେଳେ ଆପଣ ବାହାରକୁ ଯାଆନ୍ତୁ ନାହିଁ, କିଛି ସମୟ ଅପେକ୍ଷା କରି ତାପରେ ଗଲେ ଆପଣ ଶୁଭ ହୋଇଥାଏ। ଯଦି ବାହାରକୁ ଯିବା ପୂର୍ବରୁ ଦୁଆରେ ହଳଦୀ ପାଣି ଛିଞ୍ଚିଲେ ଶୁଭ ଶକ୍ତି ବଢ଼େ ଓ ଯାତ୍ରା ସଫଳ ହୋଇଥାଏ। ଏଭଳି କରନ୍ତୁ, ତାହେଲେ ଆପଣଙ୍କ ଶୁଭ ଯାତ୍ରା ହେବ ଏବଂ ମନ ଶାନ୍ତି ହେବ। ତେଣୁ ହଳଦୀ ପାଣି ଛିଞ୍ଚି କରି ଆପଣ ଯାଆନ୍ତୁ। ନମସ୍କାର, ଜୟ ଜଗନ୍ନାଥ। ଯଦି ଏ ଟିପ୍ସ ସବୁ ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଦୟାକରି ସବସ୍କ୍ରାଇବ୍ ସହିତ ଲାଇକ୍ ସେୟାର କରିବେ। ନମସ୍କାର, ଜୟ ଜଗନ୍ନାଥ। ସମସ୍ତଙ୍କର ଆଜିର ଦିନଟି ବହୁତ ଭଲରେ କଟୁ।